ଶ୍ରୋତା ବନ୍ଧୁ, ଜୀବନର ଅନେକ ଉପଲବ୍ଧି ମଧ୍ୟରୁ ଦୁଃଖର ସ୍ୱରୂପ ହୁଏତ ଭିନ୍ନ ହୋଇପାରେ, ମାତ୍ର ପ୍ରତ୍ୟେକଙ୍କ ପାଇଁ ଦୁଃଖାନୁଭବର ମୁହୂର୍ତ୍ତ ସବୁ ସମାନ। ଯନ୍ତ୍ରଣା ସମାନ ରହେ ଏବଂ ଯନ୍ତ୍ରଣା ପଛରେ ଥିବା କାରଣ ଭିନ୍ନ ଭିନ୍ନ ଥାଏ। ବେଳେବେଳେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ, ଜଣକ ଦୁଃଖକୁ ବୁଝିବା ପରେ ମଧ୍ୟ ମଣିଷ ଅନ୍ୟକୁ କେମିତି କଷ୍ଟ ଦେଇପାରେ। କାଲି ଯଦି ସେମିତି କିଛି ଦୁଃଖ ତାକୁ ବଞ୍ଚି ଥାଉ ଥାଉ ଭାଙ୍ଗିରୁଜି ପକେଇବ। ଶ୍ରୋତାବନ୍ଧୁ, ଏମିତି କିଛି ନିବିଡ଼ ଅନୁଭବ ଓ ସୂକ୍ଷ୍ମ ମନସ୍ତତ୍ୱକୁ ମହତ୍ତ୍ୱ ଦେଇ ଗଳ୍ପରେ ମାନବତା, ସମ୍ବେଦନା ଓ ମଣିଷପଣିଆକୁ ଅନ୍ୱେଷା କରିଥିବା ଆମ ସମୟର ଜଣେ ସମ୍ଭ୍ରାନ୍ତ ଜୀବନବାଦୀ ଗାଳ୍ପିକା ହେଉଛନ୍ତି ଗୋଲାପ ମଞ୍ଜରୀ କର। ଅସଂଖ୍ୟ ଜୀବନୋପଲବ୍ଧିକୁ ନେଇ ତାଙ୍କ ଗଳ୍ପ ଜଗତର ଆତ୍ମିକ ସୌନ୍ଦର୍ଯ୍ୟ ବେଶ୍ ପ୍ରଭାବଶାଳୀ। ତାଙ୍କ ଗଳ୍ପଗୁଡ଼ିକ ମଧ୍ୟରେ ରହିଛି କେବେ କେବେ ଈଶ୍ୱର ଏବଂ ଶୂନ୍ୟ ସେତୁ, ଛାୟାବିମ୍ବ, ପଲକିଏ ସ୍ୱପ୍ନ, ଗୋଟିଏ ହତ୍ୟା ସମ୍ପର୍କରେ, ଅହିର ଭୈରବ ଏବଂ ଏକମାତ୍ର ଉପନ୍ୟାସ ପ୍ରତିମୋକ୍ଷ। ଅବିଭକ୍ତ କଟକ ଜିଲ୍ଲାର ସୁକିନ୍ଦାରେ ପିତା ଦୟାନିଧି ବଡ଼ପଣ୍ଡା ଏବଂ ମାତା ମାଳତୀ ଦେବୀଙ୍କ କୋଳ ମଣ୍ଡନ କରି ସେ ଭୂମିଷ୍ଠା ହୋଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ସେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରୀ ଥିଲେ। ତେଣୁ ଓଡ଼ିଆ ଭାଷା ସାହିତ୍ୟରେ ତାଙ୍କର ଯେଉଁ ଏକାଗ୍ରତା, ଏଟା ଗୋଟେ ସ୍ୱାଭାବିକ କଥା। ତାଙ୍କର ଦୀର୍ଘ ଅର୍ଦ୍ଧ ଶତାବ୍ଦୀର ସାହିତ୍ୟ ସାଧନାର ଆଦ୍ୟ ସର୍ଜନା ଥିଲା ତାଙ୍କର ପ୍ରଥମ ଗଳ୍ପ ଆଖି, ଯାହା ଆସନ୍ତାକାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା। ସେ ଅନେକ ସମ୍ମାନରେ ସମ୍ମାନିତା। ଛାୟାବିମ୍ବ ଗଳ୍ପ ସଂକଳନ ନିମନ୍ତେ 2004 ମସିହାର ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଲାଭ କରିବା ସହିତ 2007ରେ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ବୀଣାପାଣି ମହାନ୍ତି କଥା ପୁରସ୍କାର ମଧ୍ୟ ସେ ଲାଭ କରିଛନ୍ତି। ରାଜ୍ୟର ଏକମାତ୍ର ଲେଖିକା ସଂସଦର ସାଂଗଠନିକ କାର୍ଯ୍ୟ ସହିତ ସେ ସର୍ବଦା ଜଡ଼ିତ ହୋଇଥାନ୍ତି। ତାଙ୍କ ଗଳ୍ପ ସମ୍ପର୍କରେ ସେ କହନ୍ତି, ଜୁଡ଼ୁବୁଡ଼ୁ ଲୁହର ଅତିକାୟ ସତ୍ତାଟିଏ ଯେତେବେଳେ ମୋତେ ଆବୁରି ବସେ, ଛଟପଟ ଆତ୍ମା ଭିତରୁ ନିଗିଡ଼ି ପଡ଼େ ଲୁହ ଟୋପାଟିଏ, ସେ ହୁଏ ଗପ। ମୋତେ ବିଭୋର କରେ ଛାପି ଛାପିକା ଜହ୍ନ ରାତି, ସୁନାରୀ ଫୁଲର ନଇଲା ପେନ୍ଥା, କୃଷ୍ଣଚୂଡ଼ାର ସ୍ପର୍ଦ୍ଧା, ସାଧବ ବୋହୂର ପାଟରଙ୍ଗ, ଲାଜକୁଳୀର ବାଇଗଣୀ ଫୁଲ। ମୋ ଦୃଷ୍ଟିକୁ ଟାଣି ନିଏ ଭରା ସବୁଜିମା ଭିତରେ ଅସହାୟ ଭାବରେ ଠିଆ ହୋଇଥିବା ଥୁଣ୍ଟା ଗଛ, ଭଙ୍ଗା ଶିଉଳି ଲଗା ଘର, ମନ ଖୁସିରେ ଦୋହଲୁଥିବା ବାୟା ବସା, ପତ୍ର ଉପରର ଟୋପା ଟୋପା ପାଣିରେ ଗାଧୋଉଥିବା ଫୁଲ ଛୁଇଁ ଚଢ଼େଇ, କିଶୋରୀର ଲାଜ ଲାଜ ଭଙ୍ଗୀ। ମୁଁ କାନଡେରେ ଝୋଲାମରା ଖରାବେଳେ ଯୋଗୀର କେନ୍ଦେରାକୁ, ନିଶୁତି ରାତିରେ ଝିଙ୍କାରୀର ଶବ୍ଦକୁ, କଅଁଳା ପିଲାର କ୍ଷୀର ଶୋଷିବାର ଚଁ ଚଁକୁ, ମୋ ପପୁର ସୁର ବାନ୍ଧୁଥିବା ଗୁଣୁଗୁଣୁ ସ୍ୱରକୁ। ମୋତେ ଅଥୟ କରେ ଯେକୌଣସି ନିର୍ଯାତିତ ମଣିଷର ଅପାରଗ ପଣିଆ, ଅଝୋର ବର୍ଷାରେ ତିନ୍ତୁଥିବା ଷଣ୍ଢ, ମାଆକୁ ଖୋଜୁଥିବା କୁନି ବାଛୁରୀର ହମ୍ବା ରଡ଼ି, ବଳଦର ଘା ବେକ ଉପରର ଜୁଆଳି ଏବଂ ମୋର ଗଳ୍ପରେ ଚରିତ୍ରମାନଙ୍କର ଶବ୍ଦ, ଏସବୁ ମିଶି ମୁଁ, ମୋ ଜୀବନ ଆଉ ମୋ ଗପ। ଶ୍ରୋତା ବନ୍ଧୁ, ଆଜି ଆମେ ଗାଳ୍ପିକା ଗୋଲାପ ମଞ୍ଜରୀ କରଙ୍କ ଛାୟାବିମ୍ବ ଗଳ୍ପ ସଂକଳନସ୍ଥ ଏକ ସୁନ୍ଦର ଗଳ୍ପ ଶୁଣିବାକୁ ଯାଉଛି। ଗଳ୍ପର ଶୀର୍ଷକ ହେଉଛି ପ୍ରତିମୋକ୍ଷ, ଗାଳ୍ପିକା ଗୋଲାପ ମଞ୍ଜରୀ କର। ସମସ୍ତେ ଆସୁଥିଲେ ଗୋଟି ଗୋଟି ହୋଇ, ଭାଇ, ଭାଉଜ, ନଣନ୍ଦ, ଦିଅର, ସାଙ୍ଗସାଥୀ, ପରିଚିତ, ଅଳ୍ପ ପରିଚିତ ସମସ୍ତେ। ଅଧିକାଂଶଙ୍କ ହାତରେ ଫୁଲତୋଡ଼ା। ରାନୁ ବସିଥିଲା
ରାଜେନ୍ଦ୍ରାଣୀ ପରି ଶାଢ଼ୀ ଗହଣାରେ ମଣ୍ଡି ହୋଇ, ପାଦରେ ଅଳତା, ମଥାରେ ଦାଉ ଦାଉ ସିନ୍ଦୁର, ଓଠରେ ଲିପଷ୍ଟିକ୍। ମାନବୀ ନୁହେଁ, ଦେବୀ ପ୍ରତିମାଟିଏ ପରି ବସିଛି ପରା। ଭକ୍ତମାନେ ଆସୁଛନ୍ତି ଧୂପ ଦୀପ ନୈବେଦ୍ୟ ଅର୍ପଣ କରିବାକୁ। ଏତେ ଲୋକ ଆସୁଛନ୍ତି ଯାଉଛନ୍ତି, କାହାରି ମୁହଁରେ କଥା ନାହିଁ। ଅନାହୁତ ଶବ୍ଦମାନଙ୍କୁ ଦୁଆର ଆଗୁଳି ଠିଆ ହୋଇଛି ନୀରବତାଟିଏ। ଏଠିକି ଶବ୍ଦଟିଏ ପଶି ଆସିଲେ ବୋମାଟିଏ ବିସ୍ଫୋରଣ ହୋଇଯିବ ଅବା। ରାନୁ ହିଁ ପ୍ରଥମେ ମୁହଁ ଖୋଲିଲା। ସମସ୍ତେ ଯଦି ଏମିତି ମୁହଁରେ ତାଲା ପକାଇ ଚୁପଚାପ ରହିବାର ଥିଲା ତ ଏଠିକି ଆସୁଥିଲ କାହିଁକି? ପଥର ମୂର୍ତ୍ତି ଗୁଡ଼ିକରେ ସତେ ଯେପରି ପ୍ରାଣ ସଞ୍ଚାର ହେଲା। ତଳକୁ ହୋଇଥିବା ଆଖିଗୁଡ଼ିକ ରାନୁର ମୁହଁ ଉପରେ ସ୍ଥିର ହୋଇଗଲେ। କାହା କାହା ଆଖିରେ ଚହଲିଗଲା ଲୁହ, ଚିକ୍ ଚିକ୍ ବୁନ୍ଦା ସବୁ ଓହ୍ଲାଇ ଆସିଲେ ଗାଲ ଉପରକୁ। ମାଡ଼ି ମକଚି ହୋଇ ରହିଥିବା କୋହମାନେ ଉଛୁଳି ପଡ଼ିଲେ। ସୌରଭ ରାନୁର ମଥା ଉପରେ ହାତ ରଖିଲା। ରାନୁର ଦୃଷ୍ଟି କଠିନ, ମୁହଁ କଠୋର, କଣ୍ଠରେ ଆଦେଶର ତୀକ୍ଷ୍ଣତା। ସେମାନଙ୍କୁ କହିଦିଅ, କନ୍ଦାକଟା କରିବାର ଥିଲେ ସେମାନେ ନିଜ ନିଜ ଘରକୁ ଯାଇ କାନ୍ଦନ୍ତୁ। କଥା ଶେଷ ଆଡ଼କୁ ରାନୁର ସ୍ୱର ଦୁର୍ବଳ ହୋଇ ଆସିଲା। ଆଖିପତା ବୁଝି ହୋଇଗଲା ଆପଣା ଛାଏଁ। ବାସ୍, ଓଦା ଆଖିମାନେ ଶୁଖିଗଲେ, କୋହମାନେ ଶଙ୍କିଗଲେ, ଦୀର୍ଘଶ୍ୱାସ ମାନେ ଗେଣ୍ଡା ପରି ପଶିଗଲେ ଛାତିର ଖୋଳପା ଭିତରେ। ଭିଡ଼ ଚଳଚଞ୍ଚଳ ହୋଇ ଉଠିଲା। ପରିଧି ସଙ୍କୁଚିତ ହୋଇ ରାନୁର ଚାରିପାଖରେ ଘେରିଗଲା। ଆଜି ରାନୁର ଜନ୍ମଦିନ। କ'ଣ କରାଯିବ ୟା ପରେ? କ'ଣ କୁହାଯାଇ ପାରିବ? ଅଭିନନ୍ଦନ, ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ, ସୁଖୀ ହୁଅ, ହ୍ୟାପି ବାର୍ଥଡେ। କ'ଣ କୁହାଯାଏ ଏ ବେଳରେ? କ'ଣ କରାଯାଇପାରେ ଏମିତି ଏକ ପରିବେଶରେ? ଆଗରୁ କେହି କ'ଣ ଏମିତି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି? କେହି କେହି ଜନ୍ମଦିନର ତାରିଖ ମନେ ପକାଇ, କେହି କେହି ଫୋନରେ ସୌରଭର ନିମନ୍ତ୍ରଣ ପାଇ, ଆଉ ବା କେହି ସମ୍ବାଦପତ୍ରରୁ ଏହି ଅଦ୍ଭୁତ ସମ୍ବାଦ ପଢ଼ି ସତ୍ୟାସତ୍ୟ ପରଖିବା ପାଇଁ ଚାଲି ଆସିଥିଲେ। ହୁଏତ ସେମାନେ କାନ୍ଦି କାନ୍ଦି ଆଖି ଫୁଲି ଯାଇଥିବା ରାନୁ ପାଇଁ ସାଙ୍ଗରେ ଆଣିଥିବେ ଅନେକ କୋମଳ ଶବ୍ଦର ସାନ୍ତ୍ୱନା, ସୌରଭ ପାଇଁ କିଛି ସହାନୁଭୂତି, ଆଉ 3 ବର୍ଷର କୁନି ପୁଅ ପାଇଁ ଅସରନ୍ତି ଦରଦ। ଅସ୍ତବ୍ୟସ୍ତ ଘର, ଭାଙ୍ଗିରୁଜି ପଡ଼ିଥିବା ମଣିଷ ଓ ଲୋଚାକୋଚା ହୋଇଯାଇଥିବା ପରିବେଶଟିଏରେ ସାମ୍ନା କରିବା ପାଇଁ ମାନସିକ ପ୍ରସ୍ତୁତି ନେଇ ସେମାନେ ଆସିଥିବେ। କିନ୍ତୁ ଏଠି ପହଞ୍ଚି ସାରି ସେମାନେ ନିଶ୍ଚିତ ଭାବରେ ଆଚମ୍ବିତ ହୋଇଥିବେ। ଏଠି ତ ଅପରୂପ ଶାନ୍ତିଟିଏ ତାର ଧୋବ ଫରଫର ଅଞ୍ଚଳ ଦେଇ ସବୁକୁ ଆବୁରି ବସିଛି। ଏଠି ଲୁହ ଝରାଇବା, ମୁଣ୍ଡ କୋଡ଼ିବା, ଛାତି ପିଟିବା, କୌଣସି ପ୍ରକାରର ଶୋକ ପ୍ରକଟ କରିବା ମନା। ସମସ୍ତେ ଆସ। ସବୁ ବର୍ଷ ଏଇ ଦିନଟି ପରି ପ୍ରଚୁର ସ୍ୱାଦିଷ୍ଟ ଖାଦ୍ୟ ଗଦେଇ ରଖିଛି ସୌରଭ। ଖାଅ, ପିଅ, କିଛି ହସ ଖୁସି କଥା ହୁଅ ରାନୁ ସାଙ୍ଗରେ, ସୌରଭ ସାଙ୍ଗରେ, କୁନି ପୁଅ ସୋନୁ ସାଙ୍ଗରେ। ଶୁଭେଚ୍ଛା ଦିଅ, ଅଭିନନ୍ଦନ ଜଣାଅ ସେମାନଙ୍କର ଏ ନିଷ୍ପତ୍ତି ପାଇଁ, ମୁକ୍ତିର ବାଟ ଖୋଜି ପାଇଥିବା ପାଇଁ। କୁଣ୍ଠିତ ହାତଗୁଡ଼ିଏ ଅନିଚ୍ଛା ସତ୍ତ୍ୱେ ଖାଦ୍ୟକୁ ମୁହଁକୁ ନେଲେ। ଓଦା ଓଦା ଆଖି ଗୁଡ଼ାଏ ରାନୁକୁ ମନ ପୁରାଇ ଦେଖିନେଲେ। କୋହରେ ଥରଥର ଓଠଗୁଡ଼ିଏ ମିଛ ହସ ହସି ଆକାଶ ତୋଳା କଥାମାନ କହିଲେ ନୀରବତାର ବରଫ କାନ୍ଥ ତରଳାଇବା ପାଇଁ। ଅଥଚ ଏସବୁ ସାରି ବିଦାୟ ନେଲାବେଳେ ସେମାନଙ୍କ ତୁଣ୍ଡର ଶବ୍ଦ ସବୁ ଅସାଡ଼ ହୋଇଗଲେ। ଆଖିମାନେ ପୁଣି ତରଳିବାର ଉପକ୍ରମ କଲେ ସେମାନଙ୍କ ଅଜାଣତରେ। ରାନୁର ଭଉଣୀ ଗଲାବେଳେ ସାଙ୍ଗରେ ନେଇଗଲା ସାନୁକୁ। ସାନୁ ଅବଶ୍ୟ ମଝିରେ ମଝିରେ ମାଉସୀ ପାଖରେ 2-3 ଦିନ ରହିଯିବାର ଅଭ୍ୟସ୍ତ। ରାନୁର ପ୍ରଶାନ୍ତ ମୁହଁ ତଳୁ ଦିଶିଗଲା କି ଛିନଛତ୍ର ହୋଇଯାଇଥିବା ମୁହଁଟିଏ। କାନ୍ଥରେ ମୁଣ୍ଡ କୋଡ଼ି ଲହୁଲୁହାଣ ହୋଇଯାଇଥିବା ମାଟିଏ। ଲୁହ କୋହରେ ଆକ୍ତାମାକ୍ତା ଶବ୍ଦ କିଛି ଛିଟିକି ଆସିଲେ କି, ମୋ ଧନକୁ ନେଇଯାଅନି। ମୋ ଆଖି ଶେଷଥର ପାଇଁ ବୁଝିହେବା ଯାଏ ଅଟକି ରହିଥାଉ ତା ମୁହଁରେ। ମୋ ଦୁଃଖୀ ସଂଖାଳିକୁ ମୋଠୁ ଅଲଗା କରନି। ସୌରଭ ଫେରିଲା ଶେଷ ଅତିଥିଙ୍କୁ ବିଦାୟ ଦେଇ। ଏବେ ବାକି ସମୟତକ କେବଳ ରାନୁ ଓ ସୌରଭର। ସେ ସମୟରେ ଭାଗ ବସେଇବାକୁ ଆଉ କେହି ଆସିବେନି। 7 ବର୍ଷ ତଳେ ଏମିତି ଏକ ରାତି ଆସିଥିଲା। ଖିଆପିଆ, ଥଟ୍ଟା ମଜା, କୋଳାହଳ ସମସ୍ତେ ଅଟକି ଯାଇଥିଲେ ବନ୍ଦ ଦୁଆର ସେ ପାଖେ। ତମାମ ପୃଥିବୀରେ ଥିଲେ କେବଳ ସେ 2 ଜଣ, ରାନୁ ଓ ସୌରଭ, ଆଉ ଫୁଲଗନ୍ଧରେ ମତୁଆଲା ରାତିଟିଏ। ସେଇ ବାସ୍ନା ତାଙ୍କୁ ବିଭୋର କରି ରଖିଥିଲା 4 ବର୍ଷ କାଳ। ସବୁ ରାତି ହେଉଥିଲା ମଧୁରାତି, ସବୁ ସକାଳ ନୂଆ ସକାଳ। 4 ବର୍ଷ ପରେ ସୋନୁ ଆସିଥିଲା ଅଲିଅଳ ସ୍ୱପ୍ନଟିଏ ହୋଇ।
ସେଇ ସ୍ୱପ୍ନକୁ ସାଉଁଟୁ ସାଉଁଟୁ ବିତିଗଲା 3 ବର୍ଷ। ଜୀବନ ସଜାଇବାର ଯୋଜନା ସବୁ ଗଢ଼ା ହେଉଥିଲା, ଭଙ୍ଗା ହେଉଥିଲା। ଶେଷରେ ଆମେରିକା ଯିବାର ସିଦ୍ଧାନ୍ତ ନିଆଗଲା। ସୌରଭ ଡକ୍ଟରେଟ୍ କରିବ କାଲିଫର୍ଣ୍ଣିଆର ଏକ ପ୍ରତିଷ୍ଠିତ ୟୁନିଭର୍ସିଟିରେ। ରାନୁ ବି ପାସପୋର୍ଟ ଭିସା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ୟୁନିଭର୍ସିଟିରୁ ଅନୁମତି ପତ୍ର ବି ମିଳିସାରିଥିଲା। ପ୍ରତୀକ୍ଷିତ ବିଦେଶ ଯାତ୍ରା ହୋଇଥାନ୍ତା 6 ମାସ ପରେ। ସେତିକି ବେଳେ ହିଁ ଘଟିଗଲା ଦାରୁଣ ବିପର୍ଯ୍ୟୟ। କଲେଜରୁ ଫେରିବା ବାଟରେ ରାନୁର ରିକ୍ସାକୁ ଧକ୍କା ଦେଇଥିଲା ଏକ ଟ୍ରକ୍। ଚେତାଶୂନ୍ୟ ଭାବେ 2 ଦିନ ଆଇସିୟୁରେ, 8 ଦିନ। ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କେବଳ ଆଖି ଦୁଇଟିରେ ଚାହିଁବା ବ୍ୟତୀତ ରାନୁର ଅବସ୍ଥାରେ ଅନ୍ୟ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ। ସୌରଭଙ୍କ ଜୀବନ ପାଲଟିଗଲା ଧୁ ଧୁ ମରୁଭୂମିଟିଏ। ସ୍ନେହ ଶୀତଳ ଛାୟା ଟିକିଏ କେଉଁଠି ହେଲେ ତାକୁ ଦିଶୁନଥିଲା। ସବୁ ବାଟ ସରିଯାଇଥିଲା ରାନୁର ଅଷାଢ଼ ଦେହ ପାଖରେ। ସବୁ ସ୍ୱପ୍ନ ସମାଧି ନେଇଥିଲେ ରାନୁର ନିର୍ବାକ ଆଖିପତା ତଳେ। ସଞ୍ଚିତ ଅର୍ଥର ପରିମାଣ କମି କମି ପ୍ରାୟ ଶୂନ ପର୍ଯ୍ୟାୟକୁ ଆସିଯାଇଥିଲା। ତଥାପି ଚିକିତ୍ସା ଶାସ୍ତ୍ର ନିରୁପାୟ। 2 ମାସ ହସ୍ପିଟାଲରେ ରହିବା ପରେ ଶେଷ ନିଷ୍ପତ୍ତି ଶୁଣାଇ ଦିଆଗଲା। ଜୀବନ ସାରା ବେକଠାରୁ ପାଦ ପର୍ଯ୍ୟନ୍ତ ଅଷାଢ଼ ହୋଇ ରହିବ ରାନୁ। ଦେଖିବା, ଶୁଣିବା ଓ କହିପାରିବା ଶକ୍ତି ଫେରି ପାଇବା ସାଙ୍ଗକୁ ମସ୍ତିଷ୍କ ଯେ କାର୍ଯ୍ୟକ୍ଷମ ହୋଇପାରିଛି, ଏତିକିକୁ ଭଗବାନ ଆଶୀର୍ବାଦ ବୋଲି ମାନିନେଇ ଜୀବନ ବିତାଇବାକୁ ପଡ଼ିବ। ରାନୁର ସଯତ୍ନ ସ୍ପର୍ଶରେ ହସିବାକୁ ଉନ୍ମୁଖ ଥିବା ଘରକୁ ଫେରିଲା ଅନ୍ତହୀନ ଆର୍ତ୍ତନାଦଟିଏ, ଉଜୁଡ଼ା ଫୁଲବନଟିଏ, ଆଉ ଧ୍ୱସ୍ତ ବିଧ୍ୱସ୍ତ ଆତ୍ମାଟିଏ। ହାତ ଗୋଡ଼ ହୃତ୍ସ୍ପନ୍ଦନକୁ ନିୟନ୍ତ୍ରଣ କଲା କେତେଟା ଯନ୍ତ୍ର, କିଛି ତାର ଓ ରବର ନଳି ସାହାଯ୍ୟରେ। ଦିନ ଭିତରେ 4-6 ପଦ କଥା ସାମ୍ନାରେ ରଖା ହୋଇଥିବା ସ୍କ୍ରିପ୍ଟ ଷ୍ଟାଣ୍ଡରେ ଥିବା ଲେଖାରୁ ପୃଷ୍ଠାଏ, ଅନ୍ୟ କେହି ଓଲଟାଇ ଦେବା ପର୍ଯ୍ୟନ୍ତ। ପଢ଼ିବା ବ୍ୟତୀତ ଅନ୍ୟ କିଛି କରିବା ରାନୁ ପକ୍ଷେ ଅସମ୍ଭବ ଥିଲା। ଛଟପଟ ଜୀବନଟିଏକୁ ଘୋଷାରି ନେବାର ବିକଳ ଚେଷ୍ଟାରେ ଉଦ୍ଭ୍ରାନ୍ତ ସୌରଭ। ଏବେ ଅନ୍ତରଙ୍ଗ ନିସଙ୍ଗତାଟିଏ କେବଳ ତାର ସାଥୀ। ପାଖେଇ ଆସୁଥାଏ ଆମେରିକା ଯିବା ସ୍ୱପ୍ନ ସାକାର ହେବାର ଦିନ। କାନ୍ଥ କ୍ୟାଲେଣ୍ଡରରେ ସେଇ ତାରିଖଟି ନାଲି କାଳିରେ ମୁଣ୍ଡୁଳା ବୁଲା ହୋଇ ଚିହ୍ନିତ ହୋଇଥାଏ। ରାନୁର ଆଖି ବାରମ୍ବାର ପହଁରି ଆସେ ସେଇ ତାରିଖଟି ଉପରେ। ଚିପୁଡ଼ି ହୋଇଯାଏ ସମଗ୍ର ସତ୍ତା, ଆକାରହୀନ ହୋଇଯାଏ ପୃଥିବୀ। ମେଫିଷ୍ଟୋଫେଲିସ୍ ପାଦ ପରି ଭାରି ପାଦ ଶବ୍ଦ ଗୁଡ଼ାଏ ଲାଗି ଲାଗି ଆସନ୍ତି ପାଖକୁ ପାଖକୁ। କଳା କଳା ଲୋମସା ହାତର ମୁନିଆ ନଖ ସବୁ ତଣ୍ଟି କଣା କରି ଦିଅନ୍ତି। କିଳିକିଳା ରାବୁଥିବା କଙ୍କାଳଟିଏର ବିକଟାଳ ଆଁ ଭିତରକୁ ସେ ଅଜଗର ଖାଦ୍ୟ ପରି ଶୋଷାଡ଼ି ହୋଇଯାଏ। କାକୁସ୍ଥ ଅନ୍ତରାତ୍ମା ଭୟରେ ଚିତ୍କାର କରି ଉଠେ, ମୁଁ ମରିବାକୁ ଚାହେଁ। ମୁଁ ମରିବାକୁ ଚାହେଁ। ମୋତେ ମାରିଦିଅ, ମାରିଦିଅ। ଯେତେ ଚଞ୍ଚଳ ସମ୍ଭବ ମୋତେ ଏ ଅଥର୍ବ ଜୀବନରୁ ମୁକ୍ତି ଦିଅ। ଆଖିରେ ଚହଟି ଯାଏ ଆତଙ୍କ। ସୌରଭ ଦୌଡ଼ି ଆସେ, ବୋହି ଯାଉଥିବା ଲୁହକୁ ପୋଛି ଦିଏ। କେବେ ହାତ ପାପୁଲିରେ ତ କେବେ ଶୋଷ ପିଇ ବଞ୍ଚିଥିବା ଓଠରେ। ଫିସ୍ଫିସ୍ କରି କହି ଉଠେ ରାନୁ, ମୋତେ ତ୍ରାହି କର ସୌରଭ, ମୃତ୍ୟୁ ଦିଅ। ମୁଁ ନିଜ ସାଙ୍ଗରେ ତୁମକୁ ବି ଏମିତି ବଞ୍ଚି ଥାଉ ଥାଉ ମରିବାକୁ ଦେବିନି, ପ୍ଲିଜ୍। ରାନୁ ଲୁହରେ ମିଶିଯାଏ ସୌରଭର ହାହାକାର। ଲୁହର ନଈରେ ଭାସୁଥାଏ 2ଟା କାନ୍ଦ ଲଦା ବାଟବଣା ନାଆ। ମୁହୂର୍ତ୍ତ ସବୁ ଦିନ ହୁଏ, ଦିନ ବଦଳେ ରାତିକୁ, ରାତି କିନ୍ତୁ ସକାଳ ହୁଏ ନା। ନିଦହୀନ ଆଖିକୁ ସ୍ୱପ୍ନ ଆସିବାର ହୁକୁମନାମା ରଦ୍ଦ ହୋଇ ସାରିଛି। କେବେ କେବେ ଛାଇ ନିଦରେ ଭୁଲି ହୋଇଯାଏ ବର୍ତ୍ତମାନକୁ। ମନ ହୁଏ ବାନ୍ଧି ହୋଇଯିବାକୁ ଦମ୍ ବନ୍ଦ କରା ଆଲିଙ୍ଗନ ଭିତରେ। ଅୟୁତେ ମଧୁକ୍ଷରା ଫିସ୍ଫିସ୍ ଭିତରେ, ଗରମ ନିଶ୍ୱାସର ଅଣଚାଶ ଘେରରେ ତନ୍ଦ୍ରା ତୁଟେ, ଥେଇ ଥେଇ ନାଚେ ବିକୃତ ବର୍ତ୍ତମାନ। ରାନୁର ସର୍ବସ୍ୱାନ୍ତ ଆତ୍ମା କାତରରେ ପ୍ରାର୍ଥନା କରେ, ପ୍ରଭୁ, ପ୍ରଭୁ, ମୋତେ ଡାକି ନିଅ। ଆଉ ପାରୁନି। ବନ୍ଦ କରିଦିଏ ଯନ୍ତ୍ର ସବୁକୁ। ଏ କୃତ୍ରିମ ଜୀବନରୁ ମୋତେ ବଞ୍ଚାଅ। ନିରୁପାୟ ଅସହାୟତାରେ ବିଳପି ଉଠେ ରାନୁ। ସୌରଭର ସବୁ ସାହସ ଦମ୍ଭ ଭୁଷୁଡ଼ି ପଡ଼େ ରାନୁ ପାଖରେ। ଏପରି ଏକ ଅଣନିଶ୍ୱାସୀ ପରିବେଶରେ ବେଶୀ ଦିନ ରହିଲେ ସୌରଭ ଯେ ପାଗଳ ହୋଇଯିବ, ଏଥିରେ କୌଣସି ସନ୍ଦେହ ନଥିଲା ରାନୁର। ବହୁତ ଅନୁରୋଧ ପରେ ନର୍ସଟିଏ ନିଯୁକ୍ତ କରାଗଲା ରାନୁର ଦେଖାଶୁଣା ପାଇଁ। ସୌରଭ ଅଫିସ ଗଲା। ଏକ ବ୍ୟସ୍ତ ଦୁନିଆର ବ୍ୟସ୍ତତା ଭିତରେ ପୁଣି ସାମିଲ ହେଲା। ତାପରେ ରାନୁର ଏକମାତ୍ର କାମ ହେଲା ସୌରଭକୁ ଅପେକ୍ଷା କରିବା। ସେ ଅପେକ୍ଷା ହିଁ ପ୍ରତି ମୁହୂର୍ତ୍ତର ଦୁଃଖୁ ଦୁଃଖୀ ପାଲଟିଗଲା। ସୌରଭ ଘରକୁ ଆସିଲେ ଫୁଲ ସବୁ ଫୁଟିଯାଆନ୍ତି।
ତା ଛୁଆଁରେ ରାନୁ ପାଷାଣୀରୁ ଅହଲ୍ୟା ହୋଇଯାଏ। ଯେଉଁଦିନ ସେ ଆବିଷ୍କାର କଲା ଏକ ସଙ୍ଗେ ସୌରଭ ଓ ନର୍ସର ଅନୁପସ୍ଥିତି, ସେଦିନ ଉଭେଇ ଗଲା ଏତେ ଦିନର ବିଶ୍ୱାସ, ଏତେ ବର୍ଷର ଉଦାରତା। ଚେଷ୍ଟା ନ କରିବି ସେ ଶୁଣି ପାରିଲା ଫିସ୍ ଫିସ୍ କଥା, ଚାପା ହସ। ତା ଆଖି ଆଗରେ ଦିଶିଗଲା ଅନେକ ଅନ୍ତରଙ୍ଗତାର ଛବି। ନିଜକୁ ଲୁଚେଇବାକୁ ପ୍ରାଣ ପଣେଇ ଚେଷ୍ଟା କରି ମଧ୍ୟ ସୌରଭ ଆଗରେ ସେ ପାରିଲା ନାହିଁ। ଆଶ୍ଚର୍ଯ୍ୟ ହେଲା ସୌରଭ। କ୍ଷତ ବିକ୍ଷତ ହୋଇଗଲା ତାର ସମଗ୍ର ବ୍ୟକ୍ତିତ୍ୱ। ଗୋଟିଏ ଶରୀରର ଅସୁସ୍ଥତା ତା ଭିତରର ସୁନ୍ଦର ଉଦାର ମନଟିକୁ ଏତେ ଶୀଘ୍ର ବିକୃତ କରିଦେଇପାରେ। ସୌରଭର ବନ୍ଧୁ ତାଲିକାରେ କେବଳ ପୁରୁଷ ବନ୍ଧୁ ନଥିଲେ, ଅନେକ ବାନ୍ଧବୀ ମଧ୍ୟ ଥିଲେ। ମୌସୁମୀ ଦତ୍ତ ଯେତେବେଳେ ଆଲାଏଡ୍ ପାଇଲା, ଖୁସିରେ କୁଣ୍ଢାଇ ପକେଇଥିଲା ସୌରଭକୁ। ସୌରଭ ଅପ୍ରସ୍ତୁତ ହୋଇ ପଡ଼ିଥିଲେ ମଧ୍ୟ ବଡ଼ ସହଜ ଭାବେ ତାକୁ ଗ୍ରହଣ କରିନେଇଥିଲା ରାନୁ। ଲେବର ଅଫିସର ସୁରଭିତ ସୌରଭ ନାଁ ସହିତ ନିଜ ନାଁ ଯୋଡ଼ି ସବୁବେଳେ ଥଟ୍ଟା ମଜା କରୁଥାଏ। ସ୍କୁଲ ଜୀବନର ବାନ୍ଧବୀ ଅର୍ଚ୍ଚନା ମୁହଁରେ କେବେ ହେଲେ ବାଡ଼ବତା ନଥାଏ। ଦରମା ରସିଦ ପଛରେ ପ୍ରେମ କବିତା ଲେଖିବା ଠାରୁ ଆରମ୍ଭ କରି ଝିଅମାନଙ୍କ ପଛରେ ଲାଇନ ମାରିବା ପର୍ଯ୍ୟନ୍ତ କେତେ କଣ ସୌରଭ ନାଁରେ ବନେଇ ଚୁନେଇ ରାନୁ ଆଗରେ କହି ବସେ। କେମିତି କଲେଜ ଡ୍ରାମା ରିହର୍ସାଲ ବେଳେ ସୌରଭ ଜାଣି ଶୁଣି ତାକୁ ଜୋରରେ ଭିଡ଼ି ଧରେ। ରାନୁ ଏସବୁ ଶୁଣି ଖୁବ୍ ହସେ। ସେମାନଙ୍କୁ ଏମିତି ଆପଣେଇ ନିଏ ଯେ ସୌରଭ ଭୁଲିଯାଏ ସେମାନେ ରାନୁର ନୁହେଁ, ତାର ବାନ୍ଧବୀ ବୋଲି। ଅଥଚ ସେଇ ରାନୁ ନର୍ସ ସହିତ ସୌରଭର ସାମାନ୍ୟ ସୌଜନ୍ୟମୂଳକ କଥାବାର୍ତ୍ତା ଓ ହସ ପରିହାସକୁ ସହ୍ୟ କରିପାରୁନି। ସୌରଭର ଛାତି ଭିତରଟା କାନ୍ଦ କାନ୍ଦ ହୋଇଯାଏ। ସୌରଭର ଶୁଖିଲା ମୁହଁ, କଲେଇ କରା ହସ ଦେଖି ରାନୁ ସବୁ ବୁଝିପାରେ, ଅନୁତାପ କରେ, ତଥାପି ନିଜକୁ ବୁଝାଇ ପାରେ ନାହିଁ। 36 ବର୍ଷ ବୟସର ସୌରଭ ଗୋଟିଏ ଅଥର୍ବକୁ ସାଥୀ କରି ସାରା ଜୀବନ କଟାଇ ଦେବ ଭାବିଲେ ରାନୁର ନିଥର ଦେହଟା ବି ଥରି ଉଠେ। ବାଟ ଅଣ୍ଡାଳୁ ଅଣ୍ଡାଳୁ ସେ ଖସି ପଡ଼େ ଗଭୀର ଶୂନ୍ୟତାର ଗଣ୍ଡ ଭିତରେ। ଏକମାତ୍ର ମୁକ୍ତିର ପଥ ମୃତ୍ୟୁ, ଆତ୍ମହତ୍ୟା, ମର୍ସି କିଲିଂ। କିନ୍ତୁ କେମିତି? ଡାକ୍ତରମାନଙ୍କୁ ଯେତେ ଅନୁନୟ ବିନୟ କଲେ ବି କେହି ରିସ୍କ ନେବାକୁ ଚାହାନ୍ତି ନାହିଁ। ଏଇ ନର୍ସକୁ ଯେତେ ପ୍ରକାର ପ୍ରଲୋଭନ ଦେଖେଇଲେ ବି ସେ ଏଭଳି ଏକ ଅମାନବୀୟ ପ୍ରସ୍ତାବକୁ ଗ୍ରହଣ କରିପାରେ ନାହିଁ। ପାଖେ ଆସୁଥାଏ ବିଦେଶ ଯିବାର ସମୟ। ଚେଷ୍ଟା କଲେ ମଧ୍ୟ ସୌରଭ ସେଇ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇ ପାରିନି, ବିଚରା। 2 ଦିନ 2 ରାତି ବିତିଗଲା ଯୁକ୍ତିତର୍କ, ଅନୁନୟ, ଅଭିମାନରେ। ଲୁହରେ ଲୁହରେ ରାନୁ ଭସେଇ ଦେଲା ସୌରଭକୁ। ମତେ ଦୟା କର, ମତେ ଏତେ ଟିକେ କଷ୍ଟ ଦେଖିଲେ ତୁମେ ସହି ପାରୁନଥିଲ, ଅଥଚ ଏତେ ଦିନ ଧରି ମୁଁ କି ଯନ୍ତ୍ରଣା ଭୋଗ କରୁଛି ତୁମେ କଣ ଅନୁଭବ କରିପାରୁନ? ଏମିତି ବଞ୍ଚି ଲାଭ ବା କଣ? ଆଉ କେତେ ଦିନ ଆଉ? ତା ଛଡ଼ା ତୁମ ଜୀବନଟାକୁ ଅସମୟରେ ନଷ୍ଟ କରିଦେବାର ଅଧିକାର ନା ତୁମର ଅଛି ନା ମୋର। ନିଜେ ଆଦରି ନେଉଥିବା ଦୁଃଖକୁ ପ୍ରାରବ୍ଧ କହି ଜୀବନଠାରୁ ପଳାଇ ଯାଅନି ସୌରଭ। ତୁମେ ନିଶ୍ଚିତ ଯେ ମୋର ଏ ଦେହଟା କେବଳ ବୋଝ ଛଡ଼ା ତୁମର ବା ଆଉ କାହାରି କାମରେ ଲାଗିବନି। ବରଂ ବାକି ଜୀବନତକ ତୁମେ ଖୁସିରେ ରହିଲେ ମୋ ଆତ୍ମା ନିଜକୁ ଦୋଷୀ କରିବ ନାହିଁ। ଦେହରେ ପ୍ରାଣରେ ଯନ୍ତ୍ରଣା ଭୋଗ କରିବା ଅପେକ୍ଷା ଏ ଦେହଟାକୁ ଛାଡ଼ି ମୋ ଆତ୍ମାକୁ ଖୋଲା ଆକାଶରେ ମୁକ୍ତ କରିଦେବା କଣ ଶ୍ରେୟସ୍କର ନୁହେଁ? ମୋ କଥାକୁ ଫିଲୋସଫି ଭାବିବ ନାହିଁ। ପ୍ଲିଜ ସୌରଭ, ମୋ କଥା ମାନ, ମତେ ମୁକ୍ତି ଦିଅ, ତୁମକୁ ମୋର ଆଣ। ସମସ୍ତ ଯାନ୍ତ୍ରିକ ଉପକରଣର ବାଧା ଡେଇଁ ସୌରଭ ରାନୁକୁ ଛାତିରେ ଜଡ଼େଇ ଧରିଲା। ସତେଅବା ଦୁଇଟି କାତର ଆତ୍ମାର ଦୁଃଖ ଗୁଡ଼ାକ ଛାତି ଚିରି ନିଗିଡ଼ି ପଡ଼ିଲେ ମାଟି ଧସିଯିବ, ଏ ସୁନ୍ଦର ପୃଥିବୀ ଧ୍ୱଂସ ହୋଇଯିବ। ସୌରଭ ଅନୁଭବ କରୁଥିଲା ରାନୁ ପାଖରେ ସେ ହାରି ଯାଉଛି, ହାରି ଯାଇଛି। ଶେଷରେ ଓକିଲ ପରାମର୍ଶ କରି କୋର୍ଟର ଆଶ୍ରୟ ନେଲା ସୌରଭ। ନିଜ ହାତରେ ମୃତପ୍ରାୟ ସ୍ତ୍ରୀର ସମସ୍ତ ଜୀବନ ରକ୍ଷାକାରୀ ଯନ୍ତ୍ର ବନ୍ଦ କରିଦେଇ ତାକୁ ନିଶ୍ଚିନ୍ତରେ ଶେଷ ନିଦ୍ରାରେ ଶୁଆଇ ଦେବା ପାଇଁ ଅନୁମତି ପ୍ରାର୍ଥନା କଲା। ପ୍ରଥମ ପାଦରେ ହିଁ ଆବେଦନ ଖାରଜ ହୋଇଗଲା। କୌଣସି ନିର୍ଦ୍ଦୋଷ ମଣିଷକୁ ମାରିଦେବା ପାଇଁ ଅନୁମତି ଦେବା ହତ୍ୟା କରିବା ସହ ସମାନ। ଏଭଳି ଅନୁମତି ଦେବାର ନଜିର ମଧ୍ୟ ନାହିଁ। ଭାଙ୍ଗି ପଡ଼ିଲା ରାନୁ। କିନ୍ତୁ ସୌରଭ ଖୁସି ହେଲା ଏ ନିଷ୍ପତ୍ତିରେ। ମଳିନ ଉଦାସ ଦିନଗୁଡ଼ିକ ଯଥାରୀତି କଡ଼ ଲେଉଟାଇ ଗଲେ। ରାନୁ ପୁଣି ଥରେ ଓକିଲ ଡକାଇ ନିଜ ତରଫରୁ କୋର୍ଟର ଏଭଳି ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କଲା। କାଠଗଡ଼ାରେ ଠିଆ ହୋଇଛି ସ୍ୱୟଂ ମୃତ୍ୟୁ ନିଜ ପାଇଁ ମୃତ୍ୟୁ ମାଗିବାକୁ। ଆକୁତି କରୁଛି, ଦଇନି କରୁଛି। ମୃତ୍ୟୁର ଏ ଅଭିନବ ରୂପ ଦର୍ଶନରେ ବିଚାରାଳୟ ସ୍ତବ୍ଧ। ବିଚାରକମାନେ ନିର୍ବାକ, ଆଶଙ୍କିତ ସେମାନଙ୍କର ସୀମାବଦ୍ଧ ନିୟମ କାନୁନ। ଅଥଚ ଅନ୍ତଃକରଣରେ ସେମାନେ ପ୍ରାର୍ଥନା କରୁଥିଲେ ଜୀବନର ଏ ଅପରିଚିତ କ୍ଷେତ୍ରରେ ସେମାନେ ବାଟବଣା ହୁଅନ୍ତୁ, ମୃତ୍ୟୁର ଜୟ ହେଉ।
ସ୍ପେଶାଲ ବେଞ୍ଚର ବିଚାରକ ମାନଙ୍କ ମତଦାନ ସରିଲା। 3 ଜଣଙ୍କ ମଧ୍ୟରୁ 2 ଜଣ ରାନୁ ସପକ୍ଷରେ ମତ ଦେଇଥିଲେ। ଅବଶେଷରେ ପ୍ରକାଶିତ ହେଲା ସେହି ଐତିହାସିକ ରାୟ। ଜୀବନ ମୃତ ପତ୍ନୀକୁ ଆତ୍ମହତ୍ୟା କରିବାରେ ସାହାଯ୍ୟ କରିବ ତାର ନିରୁପାୟ ସ୍ୱାମୀ। ଏଥିପାଇଁ ତାକୁ କେହି ଦୋଷୀ ସାବ୍ୟସ୍ତ କରିପାରିବେନି। ନିଜ ସପକ୍ଷରେ ସାକ୍ଷ୍ୟ ଦେବାକୁ ପଡ଼ିବନି କି କୌଣସି ବିଚାରାଳୟ ତାକୁ ଶାସ୍ତି ଦେବେନି ଧର୍ତ୍ତବ୍ୟ ଅପରାଧ ଆଇନ ଅନୁସାରେ। ଏ ସମ୍ବାଦରେ ସାରା ଦେଶ ସ୍ତମ୍ଭୀଭୂତ। ରାନୁ ସୌରଭଙ୍କ ସହର ହୁଲସ୍ତୁଲ। ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଚାଞ୍ଚଲ୍ୟ, ବନ୍ଧୁ ବାନ୍ଧବଙ୍କର ଛାତିଥରା ଦୀର୍ଘଶ୍ୱାସ, ଈର୍ଷାତୁର ଆଖିମାନଙ୍କରେ ବି ଅନୁକମ୍ପାର ପ୍ରଲେପ। ଶବକୁ ଶୁଣାଇ ଦିଆହୋଇଛି ମୃତ୍ୟୁର ପରୱାନା। ମୃତ୍ୟୁକୁ ଦେଖାଇ ଦିଆଯାଇଛି ମୁକ୍ତିର ପଥ। ବିହ୍ୱଳ ରାନୁ ଭିତରେ ବାହାରେ କୃତଜ୍ଞତାର ମେଘ ବର୍ଷି ଚାଲିଥାଏ ମୂଷଳ ଧାରାରେ। ସେ ଦେଖିପାରୁନଥାଏ ସୌରଭର ଝଡ଼ ବିଧ୍ୱସ୍ତ ମୁହଁକୁ। ସମୟ ନଷ୍ଟ କରିବା ପରି ସମୟ ନାହିଁ ସେମାନଙ୍କ ହାତରେ। ଅବିଶ୍ୱସ୍ତ ଭବିଷ୍ୟତର ପ୍ରତ୍ୟେକଟି ମୁହୂର୍ତ୍ତକୁ ଜଗିବାକୁ ପଡ଼ିବ, ନହେଲେ କ୍ଷଣ କ୍ଷଣକେ ଆନ ପୃଥିବୀରେ ଅନେକ କିଛି ଅଦଳବଦଳ ହୋଇଯାଇପାରେ। ଯାହା କରାଯିବ ଏଇ 2 ଦିନ ଭିତରେ। ଶ୍ରାଦ୍ଧ ଶାନ୍ତି ସାରିବାକୁ 4 ଦିନ ତ ନିଶ୍ଚିତ ଭାବରେ ଲୋଡ଼ା ହେବ। ତାପରେ ଯାଇ ସୌରଭର ବିଦେଶ ଯାତ୍ରା ସମ୍ଭବ ହେବ ନିର୍ଦ୍ଦିଷ୍ଟ ଦିନରେ ଆଉ 15 ଦିନ ପରେ। ଜୀବନର ସୀମାନ୍ତ ସଂକୁଚିତ ହୋଇ ଆସୁଛି। ଶେଷ ହୋଇଯିବ ସମସ୍ତ ଉଦ୍ବେଗ ଉତ୍କଣ୍ଠା। ତାପରେ କ'ଣ? ଅନ୍ତରିକ୍ଷ? ଆଦିଗନ୍ତ ଶୂନ୍ୟତା ଭିତରେ ଅନନ୍ତକାଳ ବ୍ୟାପୀ ଭାସି ବୁଲିବା? ବିଲୀନ ହୋଇଯିବାର ଏକ ନିରବଚ୍ଛିନ୍ନ ପ୍ରକ୍ରିୟା? ରାନୁର ଭାବନା ଶକ୍ତି ଲୋପ ହୋଇଯାଉଛି। ସେକେଣ୍ଡ କଣ୍ଟା ସୂଚାଇ ଦେଉଛି ସମୟର ସ୍ଥିତି। ସେକେଣ୍ଡ ମିନିଟ ହେବ, ମିନିଟ ଘଣ୍ଟା ହେବ। ରାତି ଅପସରି ଯିବ। କୁଆଁ ତାରା ହୋଇ ମିଶିଯିବ ରାନୁ ପ୍ରାଚୀ ଆକାଶରେ। ସୂର୍ଯ୍ୟ ଉଇଁବ ସୌରଭର ନୂଆ ବାଟକୁ ଆଲୋକିତ କରି। ସେ ବାଟରେ କିନ୍ତୁ ରାନୁର ପାଦଚିହ୍ନ ପଡ଼ିବ ନାହିଁ। ଆଜି ରାତିର ପ୍ରତିଟି କ୍ଷଣ ରାନୁର ନିଜସ୍ୱ। କଥାର ସମୁଦ୍ର ମଥା କୁଡୁଛି ଅନ୍ତର ଭିତରେ। ଓଠରେ କୁନି କୁନି ଢେଉ। ଜୀବନାନନ୍ଦଙ୍କର ସେଇ ଗୀତଟା, ଯେବେ ତନ୍ଦ୍ରା ଆସିବ ଘେରି। ଗାଅ ସୌରଭ, ଯାହା ତୁମେ ପ୍ରଥମ ରାତିରେ ଶୁଣାଇଥିଲ। ସେଦିନ ଭାବୁଥିଲି ଏ ଗୀତ କ'ଣ ଏମିତି ରାତିରେ କେହି ତାର ନବବଧୂକୁ ଶୁଣାଏ। ଏବେ ଲାଗୁଛି ସେ ଗୀତ ଜୀବନର ପ୍ରତିଟି ରାତିରେ ଶୁଣିଥାନ୍ତି କି। ନା ନା, କ୍ୟାସେଟ୍ ନୁହେଁ। ନିଜେ ଗାଅ, ନହେଲେ ଆବୃତ୍ତି କର ଶ୍ରୀରାଧାର ପଂକ୍ତି ସବୁ। ମୁଁ ମନେ ମନେ ତୁମ ସାଙ୍ଗରେ କଣ୍ଠ ମିଳାଇବି। ତୁମ ମନ ମୁତାବକ ମୋତେ ସଜାଇ ଦିଅ ନିଜ ହାତରେ। କପାଳରେ ଦିଅ ଟୋପା ଟୋପା ଚନ୍ଦନ, ତା ମଝିରେ କୁଙ୍କୁମର ବିନ୍ଦୁ। ମୋ ଆଖିରେ କଜଳ ନାଇ ଦିଅ ସୁନ୍ଥାରେ ରକ୍ତ ସିନ୍ଦୁର। ଓଠକୁ ଲାଲ ଟୁକ୍ ଟୁକ୍ କରିଦିଅ। ମୋ ଗଭାରେ ଦିଅ ମଲ୍ଲିର ଗଜରା। ଗଳାରେ ଝୁଲାଇ ଦିଅ ବଉଳ ଫୁଲର ମାଳ। ଜୁଇ କଢ଼ରେ ମୋ ଚୁଡ଼ି କରିଦିଅ ମାଳତୀ ଫୁଲରେ ବାଜୁବନ୍ଧ। ନୀଳ ରଙ୍ଗର ବନାରସୀ ପାଟଟା ପିନ୍ଧାଇ ଦିଅ ମୋତେ। ମୋତେ ସଜାଇ ଦିଅ ମଧୁରାତିର ବଧୂଟିଏ ପରି। ତାପରେ ଗାଅ ତୁମର ସେଇ ପ୍ରିୟ ଗୀତ। ନୀଳ ଶାଢ଼ୀ ଅଙ୍ଗେ ରାଣୀ, ସାଜି ସଜ ଫୁଲେ ବେଣୀ। କପାଳେ କୁଙ୍କୁମ ଗାର, ନୟନେ କଜଳ ଧାର। ତୁମ ଛାତିରେ ଶୋଇ ସେଇ ଗୀତ ଶୁଣୁ ଶୁଣୁ ମୁଁ ଶୋଇଯାଏ। ଭୁଲିଯାଏ ମୋର ପଙ୍ଗୁ ଦେହକୁ, ଅଥର୍ବ ଜୀବନକୁ। ସେଇ ନିଃସ୍ୱପ୍ନ ନିଦର ବିଭୋର ଲଗ୍ନରେ ତୁମେ ବନ୍ଦ କରିଦିଅ ସବୁ ଯାନ୍ତ୍ରିକ ଉପଚାରର ସୁଇଚ୍। ମୋର ସେଇ ବଧୂ ବେଶ ତୁମ ଆଖିରେ ମାଖିଦେଉ ମାୟାଞ୍ଜନ। ତୁମ ଅସ୍ଥିର ଭବିଷ୍ୟତ ସ୍ଥିର ହେଉ। ମୋ ଓଠର ଶେଷ ସ୍ପର୍ଶର ଉତ୍ତାପରେ ଜଳି ଉଠୁ ତୁମ ଛାତିର ଖୋପର ସମସ୍ତ ଦୀପାଳି। ତୁମ ସୁର, ତୁମ ସ୍ପର୍ଶ ଆଉ ତୁମ ଲୁହକୁ ନେଇ ମୁଁ ଦେହରୁ ଦେହାତୀତକୁ ଚାଲିଯାଏ। ଇନ୍ଦ୍ରିୟାତୀତ ମୋର ସତ୍ତା ଭିତରେ କେବଳ ସେଇ ସୁର ଗୁଣୁଗୁଣୁ ଥାଉ। ସେଇ ସୁରେ ସୁରେ ମୁଁ ଚାଲିଯାଏ ଅନନ୍ତ ଶୂନ୍ୟତାକୁ। ସୌରଭ ନୀରବରେ ରାନୁର ସମସ୍ତ ନିର୍ଦ୍ଦେଶ ମାନି ଯାଉଥିଲା, ଅଥଚ ଆଖିକୁ ଆଷାଢ଼ ଫେରୁନଥିଲା। ସେ ଆଖିରୁ ଖାଲି ଥୋପି ପଡୁଥିଲା ଏକ ଅନିର୍ବଚନୀୟ ଆକୁତି। ମୂକ ବଧିର ଶବ୍ଦମାନେ ପୁଣି ଆଖି ଉପକୂଳରେ ଏତିକି ମୁଖର ହୋଇପାରନ୍ତି। ସୌରଭର ସମସ୍ତ ଭାବନା, ଅନୁଭବ ଦିଗ୍ବଳୟ ଯାଏ ପରିବ୍ୟାପ୍ତ ହୋଇ କେବଳ ଉଚ୍ଚାରଣ କରୁଥିଲା ଗୋଟିଏ ଶବ୍ଦ, ରାନୁ, ରାନୁ, ରାନୁ। ଓଠ ନୁହେଁ, ମନ ନୁହେଁ, ଅବଶ ମାନ୍ତ୍ରିକ ପରି ଉଚ୍ଚାଟ ଆତ୍ମା ତାର କେବଳ ଉଚ୍ଚାରଣ କରୁଥିଲା ଗୋଟିଏ ମନ୍ତ୍ରିତ ଶବ୍ଦକୁ, ରାନୁ, ରାନୁ, ରାନୁ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ
ଗାଳ୍ପିକା ଗୋଲାପ ମଞ୍ଜରୀ କରଙ୍କର ଛାୟାବିମ୍ବ ସଂକଳନସ୍ଥ ଏକ ସ୍ପର୍ଶକାତର ଗଳ୍ପ। ଆଶା କରୁଛି এই ପ୍ରତିମୁଖ୍ୟ ଗଳ୍ପଟି ଆପଣମାନଙ୍କ ହୃଦୟକୁ ନିଶ୍ଚିତ ଭାବରେ ସ୍ପର୍ଶ କରିଥିବ। ଅଡିଓଟି କେମିତି ଲାଗିଲା ଆପଣଙ୍କର ମନ୍ତବ୍ୟର ଅପେକ୍ଷାରେ ରହିଲି। ଧନ୍ୟବାଦ।